Hello everyone, good morning, welcome back my mini vlog। ଜାଣିଥିବେ ଆଜି ଦୋଳ ପୂର୍ଣ୍ଣିମାଟାରେ ଗ୍ରହଣ ଲାଗିଛି, ସେଥିପାଇଁ କାଲି ସବୁ ପୂଜା ଆମର ସରିଯାଇଥିଲା। ଦେନ୍ ଏଠି ବ୍ରେକଫାଷ୍ଟ କ'ଣ ଖାଇବା ଭାବିଲି, ଯାଇଥିଲି ବ୍ରେଡ୍ ଆଣିବାକୁ, କିନ୍ତୁ ନେଇକି ଆସିଲି ସ୍ନାକ୍ସ ସବୁ। ଛାଡ଼ କ'ଣ କରି, ସକାଳେ ସବୁ ଅନହେଲ୍ଦି ଖାଇବା ଭଲ ଲାଗେ। ଦେନ୍ ଏଠି ଲଞ୍ଚରେ କ'ଣ ଭାବିବି ଖାଇବି ବୋଲିକି ଦେଖିଲା ବେଳକୁ ଚୁଡ଼ା ଥିଲା, ଦେଇଦେଲେ ଚୁଡ଼ା ହିଁ ଖାଇଥିଲି। ଦେନ୍ ସେ ଛୁଆଟା ଆଜି ଦିନରେ ଆସିଥିଲା, ତା ସହିତ ବସି ଲାଗୁଥିଲି କେତେ କ୍ୟୁଟ୍ ହେଇଛି ଦେଖନ୍ତୁ। ନା ସେମିତି ଲାଗିଲି, ସେ କାନ୍ଦିକି ପଳେଇଲା ମୋତେ ଛାଡ଼ିକି, ଆଉ ଆସିଲା ନାହିଁ। ଦେନ୍ ବାହାରକୁ ଯାଇଥିଲି, ଦେଖିଲି ଏତେ ଖରା, ଭଗବାନ ନ କହିବା ଭଲ। ଯଦି ଏବେଠୁ ଏତେ ଖରା ଆଗକୁ ଅଛି, ଯଦି କିଛି କାମ ଅଛି ଆପଣମାନେ ଖରାରେ ବାହାରନ୍ତୁ, ନହେଲେ ବାହାରନ୍ତୁନି। ଦେନ୍ ସନ୍ଧ୍ୟା ସାତଟାରେ ଗ୍ରହଣ ଛାଡ଼ି ଯାଇଥିଲା, ଆମେ ସବୁ ଏଠି ଗାଧେଇ ପଡ଼ିଥିଲୁ। ଦେନ୍ ଗାଧେଇ ସାରି ଦେଖିବା ଯାଇଥିଲି ଠାକୁର ପାଖକୁ, ନନା ଡାକିଥିଲେ, ପୂଜା ହେଇନି ନା ଦିନ ସାରା, ସେଥିପାଇଁ କି ସନ୍ଧ୍ୟାରେ ପୂଜା କରିଦେଉଥିଲେ। ଦେନ୍ ପୂଜା କରୁଥିଲେ, ଘଣ୍ଟ ବାଡ଼ଉଥିଲି। ଦେନ୍ ନନା କହିଲେ ଏମିତି କ'ଣ ଘଣ୍ଟ ବାଡ଼ଉଛି, ଶୁଣ ମୁଁ ଜାଣିଛି କେମିତି ବାଡ଼ା ହୁଏ, ଛାଡ଼ କ'ଣ ହିଁ କହିବି ସେଠି। ଦେନ୍ ଏଠି ଆସି ଯାଇଥିଲି, ଆଳୁ କାଟୁଥିଲୁ ସମସ୍ତେ ମିଶିକି, କାରଣ ଠାକୁରଙ୍କ ପାଖରେ ଖାଇବା ପିଇବା ଆଜି ଥିଲା ନା, ତ ସେଥିପାଇଁକି ଆଳୁ କାଟୁଥିଲି, ମୋତେ ଦିଆଯାଇଛି ଆଳୁ କାଟିବା ଦାୟିତ୍ୱ। ଦେନ୍ ଘରେ ତ କିଛି କାମ କରିବିନି, ଏଇଠି ଆସି ସବୁ କାମ କରିବି। ଏଇଠି ସବୁ ଆଜି ଦେଖୁଥିଲି କ'ଣ ସବୁ ଖାଇବାକୁ ହେଇଛି। ଦେନ୍ ଖାଇକି ପଳେଇ ଆସିଲି ଘରକୁ। ଏମିତି ଥିଲା ଆଜିର ଦିନ ଭିଡ଼ିଓ, ଆପଣମାନଙ୍କୁ କହିବେ କେମିତି ଲାଗିଲା।